ଶ୍ରାବଣର ଏହି ପବିତ୍ର ମାସରେ କୌଣସି ବି ଏକ ସୋମବାର ଦିନ ଶିବଲିଙ୍ଗରୁ ଉଠାଇ ଆଣନ୍ତୁ ଏହି ପବିତ୍ର ଜିନିଷ। ଭଗବାନ ଭୋଳାନାଥଙ୍କ କୃପାରୁ ଜୀବନର ସମସ୍ତ ଦୁଃଖ କଷ୍ଟରୁ ମିଳିଯିବ ମୁକ୍ତି। ଆପଣଙ୍କ ଜୀବନରେ ହେବ ଧନର ବର୍ଷା। ଆପଣ ବନିଯିବେ କୋଟିପତି। 22 ଜୁଲାଇ 2024କୁ ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଭଗବାନ ଭୋଳାଶଙ୍କର ଏହି ଶ୍ରାବଣ ମାସରେ ଆମର ଭୂଲୋକକୁ ଅବତୀର୍ଣ୍ଣ ହେବେ। ତେବେ ଏହି ବର୍ଷ ଯେଉଁ ଶ୍ରାବଣ ମାସ ତାହା ଜୁଲାଇ 22 ତାରିଖରୁ ଆରମ୍ଭ ହେବ ଏବଂ ଅଗଷ୍ଟ 19 ତାରିଖରେ ଶେଷ ହେବ। ଏବଂ ଏହି ବର୍ଷ ଶ୍ରାବଣ ମାସର ବିଶେଷତ୍ୱ ହେଉଛି ଶ୍ରାବଣ ମାସଟି ଆରମ୍ଭ ହେଉଛି ସୋମବାରରେ ଏବଂ ଶେଷ ମଧ୍ୟ ହେଉଛି ସୋମବାରରେ। ବନ୍ଧୁମାନେ, ଶ୍ରାବଣର ପବିତ୍ର ମାସଟି ଭଗବାନ ଭୋଳାଶଙ୍କରଙ୍କୁ ଅର୍ପିତ ଅଟେ। କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତି ଏହି ଶ୍ରାବଣ ମାସରେ ସଚ୍ଚା ହୃଦୟରେ ବିଧିବିଧାନ ପୂର୍ବକ ଭଗବାନ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା କରିଥାଏ, ଭଗବାନ ଭୋଳାଶଙ୍କର ସେହି ବ୍ୟକ୍ତିଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି। ତେବେ ଶିବ ପୁରାଣ ଅନୁସାରେ ଏହି ଶ୍ରାବଣ ମାସର ପବିତ୍ର ମାସରେ କୌଣସି ବି ସୋମବାର ଦିନ ଯଦି କୌଣସି ବ୍ୟକ୍ତି ଶିବଲିଙ୍ଗ ଉପରୁ ଏହି ଗୁପ୍ତ ଜିନିଷଟି ନେଇ ଆସନ୍ତି, ସେମାନଙ୍କ ଜୀବନରେ କେବେ ବି ଦାରିଦ୍ର୍ୟତା ଆସିନଥାଏ ଏବଂ ତାଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ମଧ୍ୟ ଅନ୍ତ ହୋଇଥାଏ। ଆପଣମାନେ ନିଶ୍ଚୟ ଦେଖିଥିବେ, ଯେଉଁମାନେ ଶିବ ଭକ୍ତ ହୋଇଥାନ୍ତି ସେମାନେ ଏହି ଶ୍ରାବଣ ମାସରେ ପ୍ରଭୁ ଶିବ ଶଙ୍କରଙ୍କୁ ବିଭିନ୍ନ ରୀତିନୀତିରେ ପୂଜା ପାଠ କରିଥାନ୍ତି ଏବଂ ଭଗବାନ ଭୋଳାଶଙ୍କରଙ୍କର ଭକ୍ତିରେ ଲୀନ ହୋଇଯାଇଥାନ୍ତି। ଭଗବାନ ଶିବ ଶଙ୍କରଙ୍କ ଉପରେ ଜଳ ଅର୍ପଣ କରିଥାନ୍ତି, ବିଭିନ୍ନ ଉପାୟର ପାଳନ କରିଥାନ୍ତି ଏବଂ କାଉଡ଼ି ଯାତ୍ରା ମଧ୍ୟ କରିଥାନ୍ତି, ଯାହାଫଳରେ ସେମାନଙ୍କୁ ଭଗବାନ ଭୋଳାଶଙ୍କରଙ୍କର ଆଶୀର୍ବାଦ ମିଳିପାରୁ। ଏବଂ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରର ଏକ ଅଲଗା ଏବଂ ବିଶେଷ ମହତ୍ତ୍ୱ ରହିଥାଏ। ମାନାଯାଏ ଯେ ଏହି ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାରରେ ଯେଉଁ ବ୍ୟକ୍ତି ଭଗବାନ ଭୋଳାଶଙ୍କରଙ୍କ ନିମନ୍ତେ ବ୍ରତ ପାଳନ କରିଥାନ୍ତି, ତ ଭଗବାନ ଭୋଳାଶଙ୍କରଙ୍କର କୃପା ସେହି ବ୍ୟକ୍ତିଙ୍କ ଉପରେ ସର୍ବଦା ରହିଥାଏ। ସ୍ୱୟଂ କାଳ ମଧ୍ୟ ସେହି ବ୍ୟକ୍ତିଙ୍କର କୌଣସି କ୍ଷତି କରିପାରିନଥାଏ। ଭଗବାନ ଭୋଳାନାଥଙ୍କର କୃପାରୁ ସେହି ବ୍ୟକ୍ତିଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସେହି ବ୍ୟକ୍ତିଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ। ମାତ୍ର ଯଦି ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଭଗବାନ ଭୋଳାଶଙ୍କରଙ୍କ ପାଇଁ ବ୍ରତ ରଖିପାରିବେ ନାହିଁ, ତେବେ ଯଦି କୌଣସି ବି ଗୋଟିଏ ସୋମବାର ଦିନ ଆପଣ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗରୁ ଏହି ଗୋଟିଏ ଜିନିଷ ନେଇ ଆସୁଛନ୍ତି ଏବଂ ଆପଣଙ୍କର ଘରେ ରଖିଦେଉଛନ୍ତି, ଯାହା ବିଷୟରେ ଆଜି ମୁଁ ଆପଣଙ୍କୁ ଏହି ଭିଡ଼ିଓଟିରେ କହିବାକୁ ଯାଉଛି, ତେବେ ବନ୍ଧୁମାନେ ଏହାଦ୍ୱାରା ଆପଣଙ୍କ ଗୃହରେ କେବେ ବି ଧନ ଧାନ୍ୟରେ ଅଭାବ ହୋଇନଥାଏ। ଏହା ସହିତ ଆପଣଙ୍କୁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଯିବ। ଭଗବାନ ଭୋଳାନାଥଙ୍କର ଅସୀମ କୃପା ଆପଣଙ୍କ ଉପରେ ସଦା ସର୍ବଦା ପାଇଁ ରହିବ। ଆପଣ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ ଯେଉଁ ବ୍ୟକ୍ତିକୁ ସ୍ୱୟଂ ମହାଦେବଙ୍କର ଆଶୀର୍ବାଦ ମିଳିଯାଇଥାଏ, ସେହି ବ୍ୟକ୍ତିର ସ୍ୱୟଂ କାଳ ମଧ୍ୟ କୌଣସି କ୍ଷତି କରିପାରିନଥାଏ। ତେବେ ବନ୍ଧୁମାନେ, ସବୁଠାରୁ ପ୍ରଥମ ଉପାୟଟି ହେଉଛି, ଯଦି ଆପଣଙ୍କର ଯୋଗ୍ୟତା ଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଚାକିରି ମିଳିପାରୁନାହିଁ, ଆପଣ ଅନେକ ଥର ଚାକିରି ପାଇଁ ପ୍ରସ୍ତୁତି କଲା ପରେ ମଧ୍ୟ ସେଥିରେ ଆପଣ ବିଫଳ ହେଉଛନ୍ତି, ତେବେ ଏହି ଉପାୟଟି ଆପଣଙ୍କର ଚାକିରି ପ୍ରାପ୍ତି ପାଇଁ ରାମବାଣ ପରି କାର୍ଯ୍ୟ କରିବ। ତେବେ ଏଥିପାଇଁ ଶ୍ରାବଣର କୌଣସି ବି ସୋମବାର ଦିନ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବାର ଅଛି। ତାପରେ ଆପଣ ନିଜର ସ୍ନାନ କାର୍ଯ୍ୟ ସମାପନ କରି ଗୋଟିଏ କାଚର ଶିଶି ନେଇଯିବେ। ତା ମଧ୍ୟରେ ଆପଣ ଗୋଲମରିଚ ଭରିଦେବେ। ଏହି ଗୋଲମରିଚଟି ଭଗବାନ ଶିବ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଭଗବାନ ଶିବ ଶଙ୍କରଙ୍କର ପୂଜାରେ ଯଦି ଗୋଲମରିଚର ବ୍ୟବହାର କରାଯାଏ, ତ ସେହି ପୂଜାଟି ଶୀଘ୍ର ହିଁ ସଫଳ ହୋଇଥାଏ।
तापरे आपण गोटे लोटारे जल भरी नियंतु एवं सेथिरे किछि गंगा जल मिसाई दियंतु। तापरे सेही एक लोटा जल एवं सेही गोलमरीचर शीशी को ने आपण कोनोसी भी शिव मंदिर को जांतु। तापरे आपण शिवलिंग रे उत्तर दिग को मुख करी सेही समस्त जल को शिवलिंग उपरे अर्पण करंतु। जेतेबेले आपण संपूर्ण जल अर्पण करि सारिबे तापरे सेही शिशिटी को आपण शिवलिंग रे छुआई निज घर को नहीं आसंतु। तापरे सेही गोलमरीचर शीशी को आपण निज पूजा घरे रखी दियंतु। एवं जेतेबेले भी आपण कोनोसी इंटरव्यू पाई जाउछंती किंबा कोनोसी भी कॉम्पिटिटिव एग्जाम देबा पाई जाउछंती सेतेबेले सेही गोलमरीच शीशी रु गोटे गोलमरीच आपणकर पॉकेट रे रखिकी जांतु। एवं तापरे आपण इंटरव्यू किंबा एग्जाम देबा पाई जांतु। देखिबे चाकरी मिलिबारे आपणकर जे बाधा विघ्न सृष्टि हेउथिला सेही बाधा विघ्न आउ आपणक पाई आसीबो नाही एवं आपणक योग्यता अनुसारे आपणको चाकरी मध्य प्राप्त होई जिवो। तेबे बंधु माने सबुठारु गुरुत्वपूर्ण कथा हेउची आपण जेउ भी उपाय पालन करूछंती सेही उपायटी रे आपणकर संपूर्ण रूप रे श्रद्धा भक्ति एवं विश्वास रहिथिबा आवश्यक। आपण संपूर्ण श्रद्धा भक्ति एवं विश्वासर सहित जदि एही उपायटी पालन करंती तेबे निश्चित भाबरे आपणको चाकरी प्राप्त हेबो। द्वितीय उपायटी हेउछि जदि आपण एही उपायटी को करिनियंती तेबे एहा द्वारा आपणक घरर उन्नति होइथाए। तेबे बंधु माने जदि आपणक गृहरे भगवान शिव शंकर एवं माँ पार्वतींकर मूर्ति किंबा फोटो नाही किंबा शिवंकर संपूर्ण परिवारर कोनोसी मूर्ति किंबा फोटो नाही तेबे आपण जदि एही श्रावण मासर पवित्र मासरे शिव शंकरंकर संपूर्ण परिवारर मूर्ति किंबा फोटो आपणकर गृहरे स्थापन करंती तेबे आपणक उपरे भगवान शिव शंकरंकर अशेष कृपा दृष्टि रहिथाए। आपणक गृहरे उन्नति हेबाको लागिबो एवं गृहर समस्त नकारात्मक शक्ति गुड़िक नष्ट होई गृहरे सकारात्मक ऊर्जार निर्माण हेबो। एमिति माना जाइथाए जे एही श्रावणर पवित्र मासरे जदि आपण भगवान शिव शंकरंकु रुद्राक्ष अर्पण करंती तेबे भगवान शिव शंकरंकर आशीर्वाद एवं कृपा आपणक उपरे सदा सर्वदा पाई रहिथाए। तेबे बंधु माने एही श्रावण मासर कोनोसी भी एक सोमवार दिन आपण एक रुद्राक्षर माळ एवं गोटे लोटा कंचा क्षीर नै शिव मंदिर को जांतु एवं प्रथमे आपण शिवलिंग रे एक लोटा कंचा क्षीर अर्पण करंतु। तेबे बंधु माने जेतेबेले आपण सबु क्षीर अर्पण करि सारुछंती तापरे एही रुद्राक्ष माळटी को शिवलिंग रे छुआई तापरे निजे सेही रुद्राक्षर माळ को धारण करंतु। एपरि करिबा द्वारा आपणको भगवान शिव शंकरंकर साक्षात कृपा प्राप्त होइथाय। माना जाइथाय जे जेतेबेले भगवान शिव शंकरंकर लुह एही भूलोकरे पड़िथिला सेतेबेले सेही लुह रुद्राक्षर रूप धारण करिथिला। तेबे आपण चाहिले सेही रुद्राक्षर माळ को धारण करि पारिबे एवं जदि चाहिबे तेबे सेही माळ को आपणकर पूजा घरे रखी प्रत्येक सोमवार दिन ताको पूजा मध्य करि पारिबे। एही उपायटी करिबा द्वारा आपणकर एवं आपणक परिवार रे समस्त सदस्य मानक जीवन रे एक सकारात्मक परिवर्तन आसीथाए। भगवान भोलानाथଙ୍କ आशीर्वादरु आपण माने आपणଙ୍କ जीवनरे बहुत आगको मध्य जाई पारिबे। बंधु माने जदि आपण जेते रोजगार कले मध्य आपणଙ୍କ पाखरे पैसा रहु नाही आपण माने सर्वदा आर्थिक समस्या रे घेरी होई रहुछंती आपणଙ୍କ उपरे ऋण करजर भार बढ़ी जाउछि एवं जेते चेष्टा कले मध्य आपण ऋण करज सुझिबाकू सक्षम होई पारु नाहंती तेबे श्रावणर एही पवित्र मासरे कोनोसी भी सोमवार दिन आपण एक डंबरू किनि नियंतु एवं सेही डंबरू को नहीं आपण भगवान भोला शंकरंकर मंदिर को जांतु। तापरे आपण सेही डंबरू को शिवलिंग रे छुआई निज पूजा घरे आनी रखी दियंतु एवं प्रत्येक सोमवार दिन धूप दीप दे सेही डंबरू को पूजा करंतु।
ଏହି ଉପାୟଟି କରିବା ଦ୍ୱାରା ଆପଣମାନେ ଦେଖିବେ ଯେ ଧୀରେ ଧୀରେ ଆପଣ ଋଣ କରଜ ଶୁଝିବାକୁ ସମର୍ଥ ହେବେ। ଆପଣ ସମ୍ପୂର୍ଣ୍ଣ ରୂପରେ ଋଣ କରଜ ଭାରରୁ ମୁକ୍ତ ହୋଇଯିବେ। ଆପଣଙ୍କ ଗୃହକୁ ଧନ ଆସିବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କର ସଞ୍ଚିତ ଧନରେ ବୃଦ୍ଧି ହେବାକୁ ଲାଗିବ। ବନ୍ଧୁମାନେ, ଯଦି ଆପଣଙ୍କର ଶତ୍ରୁ ସଂଖ୍ୟା ବଢ଼ିଯାଇଛନ୍ତି, ଶତ୍ରୁ ପୀଡ଼ା ଆପଣଙ୍କୁ କଷ୍ଟ ଦେଉଛି, ତେବେ ଶତ୍ରୁମାନଙ୍କ ଠାରୁ ରକ୍ଷା ପାଇବା ପାଇଁ, ଶତ୍ରୁ ପୀଡ଼ାରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ମାସର ପବିତ୍ର ମାସରେ କୌଣସି ବି ଏକ ସୋମବାର ଦିନ ଆପଣମାନେ ପିତ୍ତଳର ଏକ ତ୍ରିଶୂଳ କିଣି ଆଣନ୍ତୁ। ତାପରେ ସେହି ତ୍ରିଶୂଳକୁ ନେଇ ଆପଣ ସୋମବାର ଦିନ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଭଗବାନ ଶିବ ଶଙ୍କରଙ୍କର ଡାହାଣ ଚରଣରେ ଏହି ତ୍ରିଶୂଳକୁ ଛୁଆଇ ନିଜ ଘରକୁ ନେଇ ଆସନ୍ତୁ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କୁ ଶତ୍ରୁ ପୀଡ଼ାରୁ ମୁକ୍ତି ମିଳିବ। ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ଯଦି ସେମାନେ ଆପଣଙ୍କର କୌଣସି କ୍ଷତି କରିବାକୁ ଚେଷ୍ଟା କରନ୍ତି, ତେବେ ଓଲଟା ସେଇମାନଙ୍କର ହିଁ କ୍ଷତି ହେବ। ବନ୍ଧୁମାନେ, ଯଦି ଦୁର୍ଭାଗ୍ୟ ଆପଣଙ୍କର ପିଛା ଛାଡ଼ୁନାହିଁ, ପ୍ରତ୍ୟେକ କାର୍ଯ୍ୟରେ ଆପଣ ବିଫଳ ହେଉଛନ୍ତି ଏବଂ ଆପଣମାନେ ଚାହୁଁଛନ୍ତି ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଉ, ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେଉ, ତେବେ ଶ୍ରାବଣର ଏହି ପବିତ୍ର ମାସରେ କୌଣସି ବି ସୋମବାର ଦିନ ଆପଣ ଏକ ମୟୂର ପଙ୍ଖ କିଣିକି ଆଣନ୍ତୁ ଏବଂ ସେହି ମୟୂର ପୁଚ୍ଛକୁ ଆପଣ ଶିବ ମନ୍ଦିରକୁ ନେଇ ତାପରେ ଆପଣଙ୍କର ଘରେ ପୂଜା ଘରେ ଆଣି ରଖିଦିଅନ୍ତୁ। ମାନାଯାଇଥାଏ ଯେ ଯଦି ଶ୍ରାବଣ ମାସରେ ଆପଣ ମୟୂର ପୁଚ୍ଛ ଆଣି ଆପଣଙ୍କର ଘରେ ରଖନ୍ତି, ତେବେ ଆପଣଙ୍କର ଭାଗ୍ୟୋଦୟ ହୋଇଥାଏ। ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଇଥାଏ। ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ, ତେବେ ତାହାର ମଧ୍ୟ ନିବାରଣ ହୋଇଥାଏ। ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିବାକୁ ଲାଗିଥାନ୍ତି। ଏହା ବ୍ୟତୀତ ଶ୍ରାବଣ ମାସର ସୋମବାରରେ ଯଦି ଆପଣ ଶିବଲିଙ୍ଗରେ ଦୁବ ଅର୍ପଣ କରିଥାନ୍ତି, ତେବେ ଆପଣଙ୍କୁ ସମସ୍ତ ପ୍ରକାରର ଭୌତିକ ସୁଖର ପ୍ରାପ୍ତି ହୋଇଥାଏ। ଆପଣଙ୍କୁ ଭଗବାନ ଗଣେଶଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଆପଣଙ୍କର ଦାରିଦ୍ର୍ୟତା ସବୁଦିନ ପାଇଁ ଦୂର ହୋଇଯାଇଥାଏ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ନିଶ୍ଚୟ ଲେଖିବେ।